ତାଗିଦ କରିନାହାନ୍ତି ପଳେଇଲେ ସିଙ୍ଗର ମୋର ଛାଡ଼ିକି ମାଡ଼ୋଳ ହେଇକି 15 ଦିନ ତାଙ୍କ ଦରମା କଟିଛି 15 ଦିନ ପଇସା ସେ ପଳେଇଲେ ବୋଲି ଛାଡ଼ିକି ମାଡ଼ୋଳ ନାହିଁ। ପଚାରିଲ ବ୍ରହ୍ମଗିରି କମିଟି ତା ଗୋଡ଼ ତଳେ ପଡ଼ି ପଡ଼ି ଯେତେବେଳେ ଏ ପେଣ୍ଡାଲୁ ଗଲେନି କ'ଣ ଘଟିଲା ସବୁ ବ୍ରହ୍ମଗିରି ସାଙ୍ଗେ ସାଥି ପଚାରନ୍ତୁ। ସବୁ ଜାଗାରେ କମ୍ପ୍ଲେନ୍, ସବୁ ଜାଗାରେ ଜମିଲା ବା ଗଣ୍ଡଗୋଳ ହେଇଛି। ମୁଁ କମ୍ପ୍ରମାଇଜ କରାଏ, ଲକ୍ଷେ ଲେଖା ଟଙ୍କା ଦିଏ ଭୋଜି କରି ଖା, କମ୍ପ୍ରମାଇଜ ମିଳିମିଶି ଚଳ ପାର୍ଟିରେ। ଶୁଣନ୍ତୁ, ପଇସା ଯିଏ ନେଇଛନ୍ତି କମ୍ପ୍ଲେନ୍ ଦେବେ, ଅଲଗା କେହି କମ୍ପ୍ଲେନ୍ ଦେବେନି। ତୁଳସୀ ପାର୍ଟି ଯୋଉ ଢଙ୍ଗରେ ତିଆରି ହେଉଛି ଆପଣମାନେ ଷ୍ଟାରକାଷ୍ଟ ହେବେ, ଆପଣମାନେ ଦେଖେଇବି। ଆପଣ ଏଇଠୁ ଯିବେ କାଲି କହିବେ ତୁଳସୀ ବୋଧେ ଓଡ଼ିଶାର ସବୁଠୁ ବଡ଼ ପାର୍ଟି, ଏ କଥା ବି ଜାଣିଥାନ୍ତୁ। ମୁଁ ସବୁବେଳେ ବଡ଼ ପାର୍ଟି, ତୁଳସୀ ଷ୍ଟାଇଲ, ତୁଳସୀ ଷ୍ଟାର ମାନ ଦେଉଛନ୍ତି। ମୁଁ ଷ୍ଟାରକାଷ୍ଟ କାହିଁ ଛାଡ଼ୁନି କହିଲେ? କିଛି ଲୋକ ଭାବି ଦେଇଥିଲେ, ମୁଁ ସେଦିନ ଦେଖୁଥିଲି ଗୋଟେ ବାଇଟ୍ରେ, ଗୋଟେ ଯେଉଁ ସ୍ତରର ଲୋକ ସିଏ କହୁଛି ତୁଳସୀ ପାର୍ଟି ଗଲା, ତୁଳସୀ ପାର୍ଟି ଭାଙ୍ଗିଗଲା, ତୁଳସୀ ପାର୍ଟି ଆଉ ହେଇପାରିବନି, ନାଣ୍ଡୁ ପାଖରେ ଟଙ୍କା ସରିଗଲା, ନାଣ୍ଡୁ ଦବିଗଲେ। ଇତର ଲୋକଙ୍କ ସାଙ୍ଗରେ ବଢ଼ିକି ଲାଭ କିଛି ଅଛି? ତା ଷ୍ଟାଣ୍ଡାର୍ଡ ଯା, ତା ଲେବୁଲ ଯା, ସିଏ ଯେଉଁ ଲେବୁଲରେ ରହିବା କଥା ରହିବ। ନାଣ୍ଡୁ ସହିତ ମୁଁ ଇଏ କରିଦେବି, କିଛି କଥାର ଗାଈ କ'ଣ ଅଛି? ନାଣ୍ଡୁ ଆଗରେ ଯଦି ଛିଡ଼ା ହେଇଯିବ ମୂର୍ତ୍ତି ପକେଇବ ସେ ଆଗରେ। ମୋ ଅଫିସ ଭିତରେ ପଶିକି ଛିଡ଼ା ହେଇକି ଦମରେ କଥା କହିଦେବ, ମୁଁ ତା ଘରେ ଚାକିରି କରିବି ଯାଇକି। ନାଣ୍ଡୁ ଗୋଟେ ଇଏ ନୁହଁ, ନାଣ୍ଡୁ ଗୋଟେ ବ୍ରାଣ୍ଡ। ଆଉ ବ୍ରାଣ୍ଡ ନ ହେଇଥିଲେ ଆପଣମାନେ ଆସିନଥାନ୍ତେ ଏଠି। ନାଣ୍ଡୁ ଭିତରେ କୋଉଠି କୋଉ କଥାରେ ମୁଁ ଯଦି ଭୁଲ କରିଥିବି ବିଶ୍ୱାସ କରିବେନି, ମୁଁ ତାକୁ ହାତ ଧରିକି ବୁଝେଇକି, ମୁଁ ଜାଣିଛି ଗୋଟେ କଳାକାରଙ୍କୁ ବହୁତ ଗାଳି ଦେଇଛି, ତାପରେ ମୋର ବିବେକ ହେଇଛି। ଆପଣ ରେକର୍ଡିଂ ଏବେ ଶୁଣେଇବି। ଭାଷାରେ ଗାଳି ଦିଏ, ଖରାପ ଲାଙ୍ଗୁଏଜ କହେ ନା। ଗୋଟେ ପିଲାଟାକୁ ବାହା କରିଦେଇଛି, ସେ ତା ଲାଇଫ୍ ନଷ୍ଟ ହେଇଯାଇଛି ବାହା କଲା ପରେ। ସେ ମୁଁ ଆପଣମାନଙ୍କୁ ଏ ରେକର୍ଡିଂ ସରିଲା ପରେ ଶୁଣେଇବି। ସେ କାନ୍ଦିକି କହୁଛି ଗୋଟାଏ ପାର୍ଟି ମୋ ପାଇଁ ଠିକ୍। ବାବୁ ମୋତେ ଗାଳି ନ ଦେଇଥିଲେ, ବିଧାନ କରିଥିଲେ, ମୁଁ ଆଜି ଠିକ୍ରେ ଥାନ୍ତି। ମୋ ଲାଇଫ୍ ସ୍ପଏଲ୍ ହେଇଗଲା। ଦେଇଛି ଆପଣଙ୍କୁ ଶୁଣଉଛି ଏବେ। ଶୁଣନ୍ତୁ, ଯାତ୍ରା ପାର୍ଟି ଯେତେବେଳେ ଆମର ମୋ ବାବାଙ୍କ ପାଖରେ ଥିଲା, ବୁଝିଲେ କି, ବାବାଙ୍କ ପାଖରେ ଥିଲା ଏଠି ଜଗତସିଂହପୁରରେ, ସେତେବେଳେ ତାପରେ ଯେତେବେଳେ ମୁଁ ଆଣିଲି, କିଛି ଲୋକ ଜାଣିଛନ୍ତି ଅନନ୍ତ ଗୋଟେ ଶବ୍ଦ ଜାଣିଛ? ଅନନ୍ତ ଶବ୍ଦର ଗୋଟେ ମାହାତ୍ମ୍ୟ ଜାଣିଛ? ଯାହାର ଅନ୍ତ ନାହିଁ ତାଙ୍କୁ ଅନ୍ତ କୁହାଯାଏ। ମୋ ଦମଟା ମୁଁ ଜାଣିଛି ନା। ଆଉ ଗୋଟାଏ ପାର୍ଟି କଲି, ସେତେବେଳେ କହୁଥିଲେ ପାର୍ଟି ଭାଙ୍ଗିଯିବ, ଜଳେଇ ପାରିବନି, ସରିଗଲା। ପାର୍ଟି ହାଇଲାଇଟ୍ ହେଇଯାଇଛି ନା ଦବି ଯାଇଛି? ଏଇ ବର୍ଷ ଜନଜାତୀୟ ଝଡ଼, କେହି ଆର୍ଟିଷ୍ଟ ନାହାନ୍ତି। କ'ଣ ତୁଳସୀ କଲା ଆପଣମାନେ ଖଣ୍ଡଗିରିରେ ଦେଖିଥିବେ। ତୁଳସୀର କ'ଣ ହେଇଯିବ? ତୁଳସୀ ଗୋଟେ ଶବ୍ଦ ଅଲଗା, ଠାକୁରଙ୍କ ଅବଦାନ, ସେ ମା ଶାରଳାଙ୍କ ଅବଦାନରେ ସେ ପାର୍ଟି। ଆପଣ ଦେଖୁଛନ୍ତି ଯିଏ ଯାଉଛନ୍ତି ତାଙ୍କ ବଦଳରେ କିଏ ଆଉଛନ୍ତି ସବୁବେଳେ ଦେଖୁଛନ୍ତି ତ, ନା ସେଟା ଦେଖୁନାହାନ୍ତି? ତୁଳସୀ ଗଣ୍ଡାଟା ଦିନେ ଥିଲା, ମୋର ମନ ଅଛି, ମୁଁ କିଣି ନଥାଏ ପାର୍ଟି। ବିନା ହିରୋରେ ଯାତ୍ରା ହେଇଥିଲା, ରୁବି ତୋର ରୂପ ହଜାରେ। ଖଣ୍ଡଗିରି ମାର୍କେଟ ହୁଲସ୍ତୁଲ ହଉଥିଲା, ଟଙ୍କା ଗଦା ହେଇଥିଲା। ରାଇଟର ଡାଇରେକ୍ଟର ଯାହା ଚାହିଁବେ ସେଇଟା ହବ। ଆମେ ରାଇଟର ଡାଇରେକ୍ଟର ଆଜି ନ ଚାହିଁଲେ ଗୋଟେ ହିରୋ କଥା କହିଦେବ, ଗୋଟେ ହିରୋଇନ କଥା କହିଦେବ। ରାଇଟର ଡାଇରେକ୍ଟର ଯୋଉଟା ତାଙ୍କୁ ଗୁରୁତ୍ୱ ଦେବାକୁ ପଡ଼ିବ। ତାଙ୍କୁ ଯୋଉମାନେ ସମ୍ମାନ ନ ଦେଇଛନ୍ତି କେବେ ସେ ଉଠି ପାରିବେ। ହଁ, ଆଶୁତୋଷ ଭଲ ଡାଇରେକ୍ଟର, ସେମିତି କହିଲେ ହବ। ଯଦି ଆପଣମାନଙ୍କ ପାଖରେ କିଛି ଖବର, ତ ମୁଁ କିନ୍ତୁ 2ଟା ପାର୍ଟିର ଅଲରେଡି ଆରେଞ୍ଜମେଣ୍ଟ ସାରି ସାରିଛି। ଆଉ ଗୋଟେ ପାର୍ଟି ବନ୍ଦ କରିବି କ'ଣ? ଏ ତ କଳାକାର ରଖେଇ ଦେଉନାହାନ୍ତି, ଚାକିରି ପାଉନାହାନ୍ତି, କହୁଛନ୍ତି ନିହାତି ଆପଣ କରନ୍ତୁ। ଏଇ ହାତ ଗୋଡ଼ ଧରିକି ଚାକିରି କରି ଉଠେଇ ଦେବେ, ଫେର କରିଦେବି, ଫେର କହିବେ ମାଲିକ ଖରାପ। ନା ପଇସା ଦେବା ଆମର ଅସୁବିଧା ନାହିଁ। ମୋର ପଇସା ଦେବା ପରେ ମୁଁ ଛୁଟି କରି ପଇସା ଦେଇକି ବିଦା କରେ, ସେଇଟା କଥା ନାହିଁ। ଆପଣ ଗଲାବେଳେ ଟିକେ ତ୍ରିଶୂଳିଆ ବାଟ ଯିବେ ତ, ଟିକେ ପଶିଯିବେ, ମୁଁ କହିଦେବି ଫୋନ୍ କରିକି। ଚେୟାରରେ ବସିବେ, ସେଠି ଷ୍ଟାଫ୍ ମାନଙ୍କ ସହିତ ମିଶିକି ବୁଝିବେ, କହିବେ କେତେ ଟଙ୍କା ନା ଅଛି। ଆରେ 20,000 ଲେଖା ରଖିକି ମୁଁ ସବୁ ପେମେଣ୍ଟ କରିଦେଇଥାଏ। ଆଉ ଗୋଟେ ପାର୍ଟି ତାର କଲ୍ ନଥିଲା, ଏଠି ବର୍ଷା ଯେଉଁ ସିଜିନ୍ ହେଲାଣି, ତୁମ ଯାତ୍ରା ଗୋଟେ ବନ୍ଦ ହେବ ବୋଧେ, ଛୁଟି ହେବ 2-4 ଦିନ ଭିତରେ। ଆଉ ଗୋଟେ ପାର୍ଟି ବୋଧେ ସେ 13 ତାରିଖ ପର୍ଯ୍ୟନ୍ତ ଯିବ ବୋଧେ, ହେଇଯିବ କି? ଶୁଣନ୍ତୁ, ଯାତ୍ରା ବନ୍ଦ କରିବା ମୁଁ କାହିଁକି ମନ ଭାଙ୍ଗି ଯାଇଛି, ଏଇ ଯେଉଁ ଝାବଡ଼ା କଥାବାର୍ତ୍ତା, ଝାବଡ଼ା ଲୋକଙ୍କ ସହିତ ଯାତ୍ରା ପାର୍ଟିରେ କିଛି ଆମର ବେନିଫିଟ୍ ନାହିଁ। ଖାଲି ଗୋଟେ ନା, ଏ 3ଟା ପାର୍ଟି ଅଛି, ବହୁତ 4 କୋଟି ଟଙ୍କା ଲସ୍ ହେଇଛି 2ଟା ପାର୍ଟିରେ। ଏ ବର୍ଷ 4 କୋଟି ଲସ୍, ତାକୁ ମୁଁ ଯାତ୍ରା ପାର୍ଟି କରିଛି ନା ନାହିଁ? ଆର ବର୍ଷକୁ କରିବି। ପାର୍ଟି 2ଟା ପାର୍ଟି ହେଇଯାଇଛି, ଆଉ ଗୋଟେ ପାର୍ଟି ଚେଷ୍ଟା କରିବି ନ କରି ସ୍ଥିର କରିନି। ଆକ୍ଚୁଆଲି ଆପଣମାନଙ୍କୁ କାହିଁ ମିଛ କହିବି, ହେଇଯିବ ଫେର।